ପୁରାତନ ସମୟର କଥା। ଜଙ୍ଗଲରେ ଅନେକ ପ୍ରାଣୀମାନେ ରହୁଥିଲେ। ସେହି ବନରେ କଣା ନାମକ ଏକ ସୁନ୍ଦର ହରିଣଟିଏ ରହୁଥିଲା। କଣା ହରିଣ ସବୁବେଳେ ହସୁଥିବା ଖୁସି ଦୟାଳୁ ହରିଣଟିଏ ଥିଲା। ଜଙ୍ଗଲର ସମସ୍ତ ପଶୁପକ୍ଷୀମାନେ କଣା ହରିଣ ପ୍ରତି ବହୁତ ଖୁସି ରହୁଥିଲେ, କାରଣ ସେ ଅନ୍ୟମାନଙ୍କୁ ସବୁବେଳେ ସାହାଯ୍ୟ କରିବାରେ ଲାଗିଥିଲା। କିନ୍ତୁ ଗୋଟିଏ ଦିନ ଜଙ୍ଗଲରେ ହଠାତ୍ ଏକ ଭୟଙ୍କର ଝଡ଼ ବର୍ଷା ଆସିଲା। ବନରେ ଅନେକ ଗଛ ଭାଙ୍ଗି ପଡ଼ିଲା। ପଶୁପକ୍ଷୀମାନେ ଭୟରେ ଇଆଡ଼କୁ ସିଆଡ଼କୁ ଦୌଡ଼ୁଥିଲେ। କଣା ହରିଣଟି ଦୌଡ଼ିଯିବା ସମୟରେ ଏକ ଗଛ ଭାଙ୍ଗି କଣା ହରିଣ ଉପରେ ପଡ଼ିଗଲା। କଣା ହରିଣଟିର ପାଦରେ ବହୁତ ଆଘାତ ଲାଗିଲା। କଣା ହରିଣ ସେଠାରୁ ଉଠିକି ଯାଇପାରୁନଥିଲା। ଜଙ୍ଗଲରେ ବହୁତ ଅନ୍ଧକାର ହୋଇଥାଏ। ଅନେକ ଜୀବଜନ୍ତୁମାନେ ନିଜ ନିଜର ଜୀବନ ବଞ୍ଚାଇବାକୁ ଦୌଡ଼ୁଥାନ୍ତି। କେହି କଣା ହରିଣଟିକୁ ଦେଖିପାରୁନଥାନ୍ତି। ଶେଷରେ ଦୁଃଖରେ କଣା ହରିଣଟି କହିଲା, ଆଜି ମୁଁ ଶେଷ ହେଲି। ଦୟାକରି ମୋତେ କେହି ବଞ୍ଚାଇ ଦିଅ। କିଛି ସମୟ ପରେ ଝଡ଼ ବର୍ଷା ଧୀରେ ଧୀରେ ଶାନ୍ତ ହୋଇଗଲା। ବନର ବୃଦ୍ଧ କଇଁଛଟିଏ ସେହି ବାଟ ଦେଇ ଯାଉଥିଲା। ସେ କଇଁଛଟି ସେହି ବାଟ ଦେଇ ଯିବା ସମୟରେ ତାର ଆଖି କଣା ହରିଣଟିର ଉପରେ ପଡ଼ିଲା। କଇଁଛଟି ଧୀରେ ଧୀରେ ଚାଲି ଚାଲି ଯାଇ କଣା ହରିଣ ପାଖରେ ପହଞ୍ଚିଲା। ବୃଦ୍ଧ କଇଁଛଟି କଣାକୁ କହିଲା, ଭୟ କର ନାହିଁ, ମୁଁ ଅଛି, ତତେ ସାହାଯ୍ୟ କରିବି। କଇଁଛଟି ଜୋରରେ ପାଟି କରି ଚିଲ୍ଲାଇ ଚିଲ୍ଲାଇ କହିଲା, ସାହାଯ୍ୟ କର, ସାହାଯ୍ୟ କର। କଇଁଛଟିର ପାଟି ଶୁଣି ଠେକୁଆ ମାଙ୍କଡ଼ ଦୁହେଁ ସାହାଯ୍ୟ ପାଇଁ ଆଗକୁ ଆସିଲେ। କଇଁଛ, ଠେକୁଆ ଓ ମାଙ୍କଡ଼ ତିନି ଜଣ ମିଶି ଗଛର ଡାଳକୁ ଧୀରେ ଧୀରେ କଣା ଉପରୁ ଉଠାଇଲେ। କିନ୍ତୁ ସେ ଡାଳ ଉଠାଇଲା ବେଳକୁ ଦେଖିଲେ କଣା ହରିଣର ପାଦରେ ବହୁତ ଆଘାତ ଲାଗିଛି। ତାର ପାଦ ବହୁତ ଖରାପ ହୋଇଯାଇଛି। ସେ ଚାଲିପାରୁନାହିଁ। ସେମାନେ ସମସ୍ତେ ମିଶି ବନର ପ୍ରସିଦ୍ଧ ବୈଦ୍ୟ ତିରୁପତି ଖଞ୍ଜନା ଥିଲେ। ସେମାନେ ମିଶି ତିରୁପତି ଖଞ୍ଜନାଙ୍କୁ ଡାକିଲେ। ବୈଦ୍ୟ ଆସି କିଛି ଔଷଧୀୟ ଗଛ ଆଣି ଧୀରେ ଧୀରେ କଣା ହରିଣର ଚିକିତ୍ସା କରିବାକୁ ଲାଗିଲେ। କଣା ହରିଣଟି ମନେ ମନେ ଭାବୁଥାଏ, ଏମାନେ ମୋର ଚିକିତ୍ସା କରି ମୋତେ ଯଦି ବନରେ ଛାଡ଼ିଦେବେ, ମୋର ତ ଏପରି ଅବସ୍ଥା, ମୁଁ ବଞ୍ଚିବି କିପରି? କିଛି ଦିନ ପରେ କଣା ହରିଣର ଏହି ଭାବନା ଭୁଲ ପ୍ରମାଣିତ ହୋଇଗଲା। ସମସ୍ତ ପଶୁ ଦିନକୁ ଦିନ ପାଳି କରି କଣା ହରିଣ ପାଇଁ ଖାଇବା ଆଣି ଦେଉଥିଲେ। ବୈଦ୍ୟ ମଧ୍ୟ ନିଜର ଚିକିତ୍ସା କରିବାରେ ଲାଗିଥାନ୍ତି। କିଛି ଦିନ ପରେ ଧୀରେ ଧୀରେ କଣାର ଅବସ୍ଥାରେ ଟିକେ ସୁଧାର ଆସିବାକୁ ଲାଗିଲା। ନିଜ ସାଙ୍ଗମାନଙ୍କ ଭଲ ପାଇବା ଓ ଏକତା ଦେଖି କଣା ହରିଣଟିର ଆଖିରେ ଲୁହ ଆସିଗଲା। ଶେଷରେ କଣା ହରିଣଟି କହିଲା, ମୁଁ ଭାବିନଥିଲି ମୋର ଏପରି ଦୁର୍ଦ୍ଦଶାରେ କେହି ମୋ ପାଖରେ ରହିବେ ବୋଲି। କିନ୍ତୁ ଆଜି ମୁଁ ବୁଝିଲି, ଏକତା ହିଁ ସବୁଠାରୁ ବଡ଼ ଶକ୍ତି ହୋଇଥାଏ। କିଛି ଦିନ ପରେ କଣା ହରିଣଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଗଲା। ସେ ପୂର୍ବପରି ବନରେ ଦୌଡ଼ି ଖେଳିବାକୁ ଲାଗିଲା। କିନ୍ତୁ ଏବେ କଣା ହରିଣଟି ଅଧିକ ବୁଦ୍ଧିମାନ ଓ ଚତୁର ହୋଇଗଲା। ପୁଣି ଥରେ ଆଗ ପରିକା ବନରେ ସମସ୍ତେ ଖୁସିରେ ରହିବାକୁ ଲାଗିଲେ।